गणपतये नमः। ॐ नमो भगवते वासुदेवाय। शान्ताकारं भुजङ्गशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णु भवभयहरं सर्वलोकैकनाथम्। ॐ नमो भगवते वासुदेवाय। दर्शक बंधु, श्रोता बंधु समस्तंकु मोर सारस्वत प्रणाम। मु आज कहबाकू जाउछि रमा एकादशी विषय रे किछि। ए वर्ष 1920 मसीहा नवेम्बर मास 11 तारिख दिन रमा एकादशी पड़ुछि। एकादशी व्रत गोटे मासरे 2 थर पड़ी थाए, गोटे कृष्ण पक्ष एवं गोटे शुक्ल पक्ष। कार्तिक मासर कृष्ण पक्षर एकादशी को रमा एकादशी कहा जाए। एही दिन प्रभु श्रीहरि विष्णु सह माता लक्ष्मी मध्य पूजा पाती। मातांकर गोटे नाम रमा मध्य अटे। सेथिपई एही नामटी को रमा एकादशी बोली नामित करा जायछि। प्रचलित अछि रमा एकादशी व्रत कले माँ और बापा लक्ष्मी नारायण उभयଙ୍କ कृपा प्रचुर मात्रा रे मिली थाए। एमिति भी तो प्रभु श्रीहरि विष्णु को सदा काय मन वाक्य रे सुमिरण कले माँ लक्ष्मी आपे आपे प्रसन्न होई थांते। आसंतु आज आमे रमा एकादशी विषय रे किछि कथा सुनिबा। बहु पुरा काल रे मुचुकुंद नामक गोटे राजा थिले। इंद्रंक सह तांकर मित्रता मध्य थिला। वरुण, कुबेर, यम आदि मध्य तांको बहुत मानुथिले। से अत्यंत धार्मिक, दयावंत, विष्णुभक्त ओ न्यायवंत राजा थिले। तांकर चंद्रभागा नाम रे गोटे पुत्री थिले। से चंद्रभागा किछि तांकर उपयुक्त बयस रे चंद्रसेनंक पुत्र शोभन को विवाह करथिले। स्वामी शोभन थरे तांक ससुरालय को आसीथिले। एही समय रे कार्तिक मासर रमा एकादशी व्रत पड़िबार थिला। शोभन अत्यंत दुर्बल व्यक्ति थिले एवं से एकादशी व्रत करिबा भलिया अवस्था रे नथिले। माने से भोक सही पारु नथिले। भोक संभाली न परिवारु जेतेबेले घोषणा कराहला काली दशमी दिन जे काली एकादशी व्रत अछि, समस्ते राजा घोषणा करथिले जे समस्त सबु प्रजा मानक मोर अनुरोध काली एकादशी व्रत समस्ते निष्ठार सह पालन करिब। चंद्रभागा एकथा सुनी डरी गले। से जानिथिले तांक स्वामी भोकरे रही पारंतिनी एवं से मध्य अत्यंत दुर्बल। खाद्य बिना से केमती रहिबे, किंतु तांक पितांक राज्य रे कौनसी मनीषों को एकादशी दिन अन्न दिया हेउनथिला। सेथिपई से शोभन को कहिले, स्वामी तमे ए राज्य रे जदि रहुछ ताहले तुमको एकादशी व्रत पालन करिया को पड़िबो। सेथिपई तमे बरं अन्य
ମାତ୍ର କିଛି ଦିନ ପାଇଁ ସ୍ଥାନାନ୍ତରିତ ହୋଇଯାଅ ଏବଂ ବ୍ରତ ସରିଲେ ପୁଣି ଫେରି ଆସିବ। କିନ୍ତୁ ଶୋଭନ କହିଲେ, ହଁ, ମୁଁ ଦୁର୍ବଳ ଓ ମୁଁ ଭୋକିଲା ରହିପାରେ ନାହିଁ, କିନ୍ତୁ ମୁଁ ଏ ସ୍ଥାନ ଛାଡ଼ି କିଛି ସମୟ ପାଇଁ ବାହାରକୁ ଚାଲିଯିବି, ଏକଥା ମଧ୍ୟ ମୋର ପାଇଁ ନିତାନ୍ତ ଅସମ୍ଭବ। ଯାହା ଏ ରାଜ୍ୟର ନିୟମ ଅଛି ତେବେ ମୁଁ ସେଇ ଅନୁସାରେ ଚଳିବି, କିନ୍ତୁ ମୁଁ ଏଇଠି ବ୍ରତ କରିବି। ଯାହା ପ୍ରଭୁଙ୍କର ଇଚ୍ଛା ଥିବ ସେଇଆ ହିଁ ହେବ। ଏହା କହି ସେ ଚନ୍ଦ୍ରଭାଗାଙ୍କ ସହ ବ୍ରତ କରିବାକୁ ନିଶ୍ଚୟ କଲେ ଏବଂ ସେ ଏକାଦଶୀ ବ୍ରତ ମଧ୍ୟ କଲେ। କଥାରେ ଅଛି, ଏକାଦଶୀ ବ୍ରତ ଦିନ ଚାଉଳ ଖାଇବା ନିଷେଧ। କାହିଁକି ନା ଚାଉଳ ଖାଇଲେ କାହିଁକି ସେଇଟା ମନା କରାଯାଇଛି, ସେଇ କଥା ଆଉ ଗୋଟେ କାହାଣୀ ଅଛି। ମୁଁ କେବେ ସୁବିଧା ଦେଖି ତାର ଗୋଟେ ଭିଡ଼ିଓ ତିଆରି କରିକି ଆପଣଙ୍କୁ କହିବି। ସେ ଦିନ ସାରା ଶୋଭନ ଏକାଦଶୀ ବ୍ରତ ପାଳନ କଲେ, ରାତିରେ ମଧ୍ୟ ରାତ୍ରି ଜାଗରଣ କଲେ, କିନ୍ତୁ ସେ ଭୋକ ସମ୍ଭାଳି ପାରିଲେ ନାହିଁ ଓ ନିତାନ୍ତ ଦୁର୍ବଳ ହୋଇଥିବାରୁ ଦ୍ୱାଦଶୀ ଦିନ ଭୋର ସକାଳୁ ତାଙ୍କର ପ୍ରାଣ ଦେହ ଛାଡ଼ି ଚାଲିଗଲା ଏବଂ ସିଏ ମୃତ୍ୟୁକୁ ବରଣ କଲେ। ରାଜା ତାଙ୍କୁ ସୁଗନ୍ଧିତ କାଷ୍ଠରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କର୍ମ ସବୁ ସାରିଲେ। ତାଙ୍କ ଝିଅ ଚନ୍ଦ୍ରଭାଗା କହିଲେ, ମୁଁ ମୋ ସ୍ୱାମୀଙ୍କ ଚିତାରେ ଝାସ ଦେଇ ସତୀ ହୋଇଯିବି। କିନ୍ତୁ ରାଜା ମନା କଲେ, କହିଲେ, ନାଇଁ ପୁତ୍ରୀ, ତମେ ଏଇଠି ମୋରି ସାଙ୍ଗରେ ରୁହ ଏବଂ ଏହି ଏକାଦଶୀ ବ୍ରତ ପାଳନ କର। ତମର ସ୍ୱାମୀଙ୍କର ନିଶ୍ଚୟ ମଙ୍ଗଳ ହେବ, କାରଣ ସେ ତାଙ୍କ ଦେହ ଦୁର୍ବଳ ଥିବା ସତ୍ତ୍ୱେ ଏହି ଏକାଦଶୀ ବ୍ରତ କରିଛନ୍ତି। ତାପରେ ଆହୁରି ନିଷ୍ଠା ସହ ସବୁ ଏକାଦଶୀ ବ୍ରତ ଝିଅ ଚନ୍ଦ୍ରଭାଗା ପାଳନ କଲେ। ତେଣେ ଶୋଭନ ତାଙ୍କ ଏକାଦଶୀ ବ୍ରତ ପୁରା କରି ସାରିଥାରି ଏଣେ ଶୋଭନ ତାଙ୍କ ଏକାଦଶୀ ବ୍ରତ ପୁରା କରିସାରି ମୃତ୍ୟୁକୁ ପ୍ରାପ୍ତ ହେଲେ ବୋଲି ତାଙ୍କୁ ଏକାଦଶୀ ପ୍ରଭାବରୁ ଦେବପୁର ତୁଲ୍ୟ ଏକ ସୁଶୋଭିତ ଇନ୍ଦ୍ରତୁଲ୍ୟ ନଗରୀ ମନ୍ଦରାଚଳ ପର୍ବତ ଉପରେ ପ୍ରାପ୍ତ ହେଲା। ସେ ସେଠାରେ ଗନ୍ଧର୍ବ ଓ କିନ୍ନରମାନଙ୍କର ସହ ଭୋଗ ବିଳାସର ସମସ୍ତ ସାମଗ୍ରୀ ପ୍ରାପ୍ତ ହୋଇ ଖୁବ୍ ଖୁସିରେ ରହିଲେ। କିନ୍ତୁ ତାଙ୍କର ଏହି ନଗରୀ ଅସ୍ଥିର ଥିଲା। ଦିନେ ବୁଲୁ ବୁଲୁ ରାଜା ମୁଚୁକୁନ୍ଦଙ୍କର ଗ୍ରାମର ତାଙ୍କ ରାଜ୍ୟର ଜଣେ ବ୍ରାହ୍ମଣ ତୀର୍ଥଯାତ୍ରା କରୁଥିବା ଅବସ୍ଥାରେ ବୁଲି ବୁଲି ଯାଇ ମନ୍ଦରାଚଳ ପର୍ବତ ପାଖରେ ପହଞ୍ଚିଲେ। ସୋମ ଶର୍ମା ବୋଲି ଏହି ବ୍ରାହ୍ମଣ ଜଣକ ସେହି ପୁରକୁ ଗଲେ ଏବଂ ସେଠାରେ ଶୋଭନଙ୍କୁ ଦେଖି ଚିହ୍ନିଲେ। ଶୋଭନ ସିଂହାସନରେ ବିରାଜିତ ଥିଲେ ଏବଂ ତାଙ୍କ ସିଂହାସନର ଚାରିପଟେ ତଥା ତାଙ୍କ ନଗରୀ ଚାରିପଟେ ସ୍ୱର୍ଣ୍ଣ, ରୌପ୍ୟ, ମଣି, ମାଣିକ୍ୟର ପଥର ସବୁ ଖଞ୍ଜା ହୋଇଥିଲା, ଅତ୍ୟନ୍ତ ଝଲମଲ କରୁଥିଲା ଏବଂ ଗନ୍ଧର୍ବ କିନ୍ନରମାନେ ସେଠାରେ ନୃତ୍ୟ ପରିବେଷଣ କରୁଥିଲେ। ସୋମ ଶର୍ମା କିନ୍ତୁ ଶୋଭନଙ୍କୁ ଦେଖି ଚିହ୍ନି ପକେଇଲେ। ସେ କହିଲେ, ଆରେ ଏ ତ ମରିଯାଇଥିଲେ, ଏ ତ ଆମ ରାଜା ମୁଚୁକୁନ୍ଦଙ୍କର ଜାମାତା। ସେ କିପରି ଏଭଳି ଏଇ ଜାଗାରେ ରାଜା ହୋଇ ରହିଲେ? ଶୋଭନ ମଧ୍ୟ ତାଙ୍କୁ ଚିହ୍ନିଲେ ଏବଂ ନିଜ ସିଂହାସନରୁ ଉଠି ଆସି ତାଙ୍କୁ ପ୍ରଣାମ କଲେ। ବ୍ରାହ୍ମଣ ସୋମ ଶର୍ମା ତାଙ୍କୁ ଦେଖି ସବୁ କଥା ପଚାରିଲେ। ସେ କହିଲେ, ଶୋଭନ କହିଲେ, ଯେହେତୁ ମୁଁ ଇଚ୍ଛା ରହିତ ହୋଇ ଏ ବ୍ରତ କରିଥିଲି, କିନ୍ତୁ
ମୃତ୍ୟୁକୁ ପ୍ରାପ୍ତ ହୋଇଗଲି। ଏକାଦଶୀ ବ୍ରତର ପ୍ରଭାବରୁ ମୁଁ ଏହି ସୁଖ ସମୃଦ୍ଧି ସବୁ ପାଇଲି ସିନା, ଏହି ନଗରୀ ଓ ସିଂହାସନ ପାଇଲି ସିନା, କିନ୍ତୁ ମୋର ଏହା ସବୁ ଅସ୍ଥିର ଅଟେ। ଆପଣ ଦୟାକରି ମୋର ଏସବୁ ଯେଭଳି ସ୍ଥିର ହେବ ସେଥିପାଇଁ କିଛି କରନ୍ତୁ। ସୋମ ଶର୍ମା କହିଲେ, ମୁଁ ତ ଏତେଟା କିଛି କରିପାରିବିନି, କିନ୍ତୁ ମୁଁ ତୁମ ସ୍ତ୍ରୀ ଚନ୍ଦ୍ରଭାଗାକୁ ଯାଇକି ସବୁ କଥା କହିବି। ସେ ଅତ୍ୟନ୍ତ ପୁଣ୍ୟବତୀ ଓ ସତୀ ନାରୀ। ସେ ନିଶ୍ଚୟ କିଛି ଏହା ପାଇଁ ବ୍ୟବସ୍ଥା କରିବେ। ତାପରେ ସେ ବିଦାୟ ନେଇ ମୁଚୁକୁନ୍ଦ ନଗରୀକୁ ଗଲେ ଓ ରାଜା ମୁଚୁକୁନ୍ଦଙ୍କର କନ୍ୟା ଆଗରେ ଏସବୁ କଥା କହିଲେ। ଚନ୍ଦ୍ରଭାଗା ସବୁ ଶୁଣି କହିଲେ, ମୁଁ ନିଶ୍ଚୟ ମୋ ସ୍ୱାମୀଙ୍କ ପାଖକୁ ଯିବି। ଦୟାକରି ମୋତେ ସେଠାକୁ ନେଇ ଚାଲନ୍ତୁ। ମୁଁ ସବୁ ସ୍ଥିର କରିଦେବି ତାଙ୍କ ଜୀବନରେ। ଦୁଇ ଜଣ ବିଛୁଡ଼ି ଯାଇଥିବା ମଣିଷଙ୍କୁ ମିଳେଇ ଦେବା ଅତ୍ୟନ୍ତ ପୁଣ୍ୟର କାମ। କୌଣସି ପରିବାରକୁ ଯିଏ ନଷ୍ଟ କରେ ସେ ବହୁତ ଯାତନା ଭୋଗେ, କିନ୍ତୁ ପରିବାରର ପରସ୍ପରକୁ ମିଶାଇକି ଯିଏ ରଖେ ତାର ବହୁତ ମଙ୍ଗଳ ହୁଏ ଏବଂ ଆପଣଙ୍କର ମଧ୍ୟ ମଙ୍ଗଳ ହେବ। ବାବା, ଆପଣ ମୋତେ ଯେମିତି ହେଲେ ମୋ ସ୍ୱାମୀଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। ଏହା ଶୁଣି ସୋମ ଶର୍ମା ତାଙ୍କୁ ନେଇକି ଗଲେ ଶୋଭନଙ୍କ ପାଖକୁ। ବାଟରେ ମନ୍ଦରାଚଳ ପର୍ବତ ପାଖରେ ଋଷି କାମଦେବଙ୍କର ଆଶ୍ରମ ଥିଲା। ଋଷି କାମଦେବଙ୍କ ପାଖକୁ ଚନ୍ଦ୍ରଭାଗା ଗଲେ। ଋଷି କାମଦେବ ବେଦମନ୍ତ୍ର ଉଚ୍ଚାରଣ ସହ ଚନ୍ଦ୍ରଭାଗାଙ୍କର ଶରୀରକୁ ଅଭିମନ୍ତ୍ରିତ କରିଦେଲେ। ତାଙ୍କର ପୁଣ୍ୟ ପ୍ରଭାବରେ ଚନ୍ଦ୍ରଭାଗା ଆହୁରି ତେଜମୟୀ ହୋଇଗଲେ। ସେ ଯାଇ ପତିଙ୍କ ପାଖରେ ପହଞ୍ଚିଲେ। ଦିବ୍ୟ ଶରୀର ଓ ଦିବ୍ୟ ତେଜ ସହ ପତିଙ୍କ ପାଖକୁ ଯେତେବେଳେ ସେ ଗଲେ, ପତି ଶୋଭନ ତାଙ୍କୁ ନିଜ ସିଂହାସନର ବାମ ପାଖରେ ବସାଇଲେ। ଅତ୍ୟନ୍ତ ଗହଣା ଓ ବସ୍ତ୍ର ଦେଇ ତାଙ୍କୁ ଅତ୍ୟନ୍ତ ସୁଶୋଭିତ କରି ସେହି ପୁଣ୍ୟବତୀ ଓ ଧର୍ମବତୀ ନାରୀକୁ ସେ ନିଜ ପାଖରେ ରଖିଲେ। ସେହି ଚନ୍ଦ୍ରଭାଗାଙ୍କର ପୁଣ୍ୟ ଓ ଧର୍ମ ବଳରୁ ସେ ନଗରୀ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ଥିର ହୋଇ ରହିଥିଲା। ଏହା ହେଉଛି ଗୋଟିଏ ନାରୀର ଅତ୍ୟନ୍ତ ପୁଣ୍ୟର ଫଳ। ସେଇଥିପାଇଁ ନାରୀକୁ ଶକ୍ତିମୟୀ ମଧ୍ୟ କୁହାଯାଏ। ନାରୀ ଯଦି ଚାହେଁ ସେ କିଛି ବି ଭଲ କାମ କରିପାରେ ଏବଂ କୌଣସି ବି କାମ କରିପାରେ। ଏହାପରେ ଏହି ବ୍ରତକୁ ଏକାଦଶୀ ଦିନ ସ୍ଥାପନ କରିସାରି ଦ୍ୱାଦଶୀ ଦିନ ସକାଳୁ ରାତ୍ରି ଜାଗରଣ ମଧ୍ୟ କେତେଜଣ କରନ୍ତି, କିନ୍ତୁ ବାଳକ, ବୃଦ୍ଧ ଓ ରୋଗୀ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ନିଷ୍ଠା କରିବାର କିଛି ଦରକାର ନାହିଁ। ଏଭଳି ଲୋକମାନଙ୍କୁ ଭଗବାନ ନିଶ୍ଚୟ ଦୟା କରିବେ, କାରଣ ଆମେ ସମସ୍ତେ ଭଗବାନଙ୍କର ସନ୍ତାନ। ଭଗବାନ ନିଶ୍ଚୟ ବୁଝିବେ ଯେ ମୋ ସନ୍ତାନଟି କଷ୍ଟରେ ଅଛି, ସେ ନ ଖାଇକି ରହିପାରିବନି, ତା ଦେହ ଖରାପ, ତାକୁ ଔଷଧ ଖାଇବାକୁ ପଡ଼ିବ, ତାକୁ ବିଶ୍ରାମ ମଧ୍ୟ ନେବାକୁ ପଡ଼ିବ ଓ ତାକୁ କିଛି ଖାଇବାକୁ ମଧ୍ୟ ପଡ଼ିବ। ସେଥିପାଇଁ ଆମର ବିଶେଷ ଚିନ୍ତା କରିବାର ନାହିଁ। ପ୍ରଭୁ ଅତ୍ୟନ୍ତ ଦୟାଳୁ। ତାଙ୍କର ପ୍ରଭାବରୁ ଆମେ ମନୁଷ୍ୟ ଜନ୍ମ ପାଇଛୁ। ତେଣୁ ଆମେ ଯେତିକି ପାରିବା ସେଇ ମାତ୍ରାରେ ପ୍ରଭୁଙ୍କୁ ଶ୍ରଦ୍ଧା ଭକ୍ତି ସହ ଡାକି ଏକାଦଶୀ ବ୍ରତ ପାଳନ କରିବା। ପ୍ରତିଟି ଏକାଦଶୀ ବ୍ରତ ପାଳନ କରିପାରିଲେ, ପ୍ରତି ମାସରେ ଆସୁଥିବା 2ଟି ଯାକ ବ୍ରତ ପାଳନ କରିପାରିଲେ ବହୁତ ଭଲ। ନହେଲେ ଯେତିକି ଆପଣମାନେ କରିପାରିବେ ସେତିକି କରନ୍ତୁ। ପ୍ରଭୁଙ୍କର ଆମେ ସମସ୍ତେ ସନ୍ତାନ ହୋଇଥିବାରୁ ପ୍ରଭୁ ଆମ ଉପରେ କେବେ ବି ରୁଷ୍ଟ ହେବେନି। ଯଦି ଆମେ କାୟ ମନ ବାକ୍ୟରେ ପ୍ରଭୁଙ୍କୁ
କ୍ଷମା ପ୍ରାର୍ଥନା କରିବା ତେବେ ପ୍ରଭୁ କ୍ଷମା ମଧ୍ୟ କରିଦେବେ ବୋଲି ମୋର ବିଶ୍ୱାସ। କାର୍ତ୍ତିକ ମାସର ଯେଉଁ ଏକାଦଶୀ କରି ଶୋଭନ ପ୍ରାଣତ୍ୟାଗ କରିଥିଲେ ଓ ଯେଉଁ ଏକାଦଶୀ କରି ତାଙ୍କ ସ୍ତ୍ରୀ ଚନ୍ଦ୍ରଭାଗା ତାଙ୍କର ଅସ୍ଥିର ଭବନକୁ ସ୍ଥିର କରିଥିଲେ, ସେହି ଏକାଦଶୀର ନାଁ ହେଉଛି ରମା ଏକାଦଶୀ। ରମା ଏକାଦଶୀ କରି ଚନ୍ଦ୍ରଭାଗା ନିଜ ସ୍ୱାମୀଙ୍କର ଐଶ୍ୱର୍ଯ୍ୟକୁ ସ୍ଥିର କରିଦେଇଥିଲେ କାଳ କାଳ ପାଇଁ। ଯାହା ବି ହଉ, ଆମେ ସମସ୍ତେ ଯଦି ଏଇଟା କରିପାରୁ କରିବା ଏକାଦଶୀ, ନ କରିପାରୁ ତାହେଲେ ମୁଁ ଶୁଣିଥିବା ଅନୁଯାୟୀ ଗୋଟିଏ କଥା କହିବି ଯେ ଆପଣମାନେ ସେଦିନଟି ଅନ୍ନ ନ ଖାଇ ଆଉ କିଛି ବି ଯଦି ସେଇ ଭଳିଆ ଭଲ ଜିନିଷ ଖାଇକି ଫଳମୂଳ ତଥା ଅନ୍ୟାନ୍ୟ ନିରାମିଷ ଓ ପିଆଜ ରସୁଣ ବିହୀନ ଖାଦ୍ୟ ଖାଇ ରହିପାରିବେ, ଭାତ ନ ଖାଇକି ରହିପାରିବେ, ତାହେଲେ ସମସ୍ତଙ୍କ ପାଇଁ ବହୁତ ଭଲ ନିଶ୍ଚୟ ହେବ। ତା ଛଡ଼ା ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗକାଳେ ଲୋକମାନେ କହୁଥିଲେ, ଏପରିକି ମୋ ଶ୍ୱଶୁର ମଧ୍ୟ କହୁଥିଲେ ଯେ ବୁଝ ନ ବୁଝ ଗାଇବ ଗୀତା, ଆଉ ରୁଚୁ ନ ରୁଚୁ ଖାଇବ ପିତା। ସବୁଦିନ ସେହି ମତ ଅନୁସାରେ ଆମେ ସବୁଦିନ ଗୀତା ପଢ଼ିବା ଉଚିତ ଏବଂ କିଛିଟା ପିତା ଖାଦ୍ୟ ଯଦି ଆମେ ଖାଇବା ତାହେଲେ ଆମ ଶରୀର ମଧ୍ୟ ପବିତ୍ର ହେବ। ସବୁଦିନ ଗୀତା ପାଠ କଲେ, ଭଗବାନଙ୍କ ମୁଖ ନିଃସୃତ ଗୀତା ପାଠ ଶୁଣି ଆମର କାୟା ଆତ୍ମା ମଧ୍ୟ ପବିତ୍ର ହେବ। କଥାରେ ଅଛି, ନଷ୍ଟପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା ଭଗବତି ଉତ୍ତମା ଶ୍ଲୋକେ ଭକ୍ତିର୍ଭବତି ନୈଷ୍ଠିକେ। ମାନେ ଅଧର୍ମୀ ଲୋକମାନେ ମଧ୍ୟ ଯଦି ମନ ଦେଇ ନିୟମିତ ଭାବରେ ଗୀତା ପାଠ କରନ୍ତି ଅବା ଶୁଣନ୍ତି, ସେମାନେ ମଧ୍ୟ ପ୍ରଭୁ ଭକ୍ତିକୁ ବୁଝିପାରନ୍ତି ଏବଂ ପ୍ରଭୁକୁ ନିଷ୍ଠାର ସହ ମାନିପାରନ୍ତି। ଯାହା ବି ହଉ, ଆପଣମାନେ ମୋର ଏଇ ଭିଡ଼ିଓଟି ଏତେ ଦୂର ଶୁଣିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଶ୍ରୋତାବନ୍ଧୁମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ମୋର ଏଇଭଳି ଭିଡ଼ିଓ ପାଇବା ପାଇଁ ଦୟାକରି ମୋର SSSMB ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ମଧ୍ୟ କରିଦିଅନ୍ତୁ। ଆପଣଙ୍କ ଇଚ୍ଛା ହେଲେ ଭିଡ଼ିଓଟି ଯଦି ସେୟାର କରିଦେଇପାରିବେ ବହୁତ ଜଣଙ୍କୁ, ତାହେଲେ ଅତ୍ୟନ୍ତ ଖୁସିର କଥା ହେବ। ଧନ୍ୟବାଦ। ନମସ୍କାର।